ପୂର୍ବରୁ ଆପଣମାନେ ମାଓ ମେଳି ଦେଖୁଥିଲେ, ଏବେ କିନ୍ତୁ ଉପାନ୍ତ ଅଞ୍ଚଳର ଗ୍ରାମବାସୀ ମାନେ ନେଟୱାର୍କ ଏବଂ ବିକାଶ ପାଇଁ ମେଳି କରିବା ମଧ୍ୟ ଆରମ୍ଭ କଲେଣି। ଆମେ ଅଛୁ ବର୍ତ୍ତମାନ ଯୋଉ ଉପାନ୍ତ ଅଞ୍ଚଳର କପାତୋଟି ପଞ୍ଚାୟତ ନିକଟସ୍ଥ ଅର୍ଗେଲ ଗ୍ରାମ ନିକଟରେ। ଆପଣ ସିଧାସଳଖ ଚିତ୍ର ଦେଖିପାରୁଥିବେ, ପ୍ରାୟ 100 ରୁ 200 ଲୋକ ଏଠାରେ ଆସିଛନ୍ତି। ଅନେକ 4 ବର୍ଷରୁ ଯୋଉ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ନେଟୱାର୍କ ସୁବିଧା ନାହିଁ, ଯାହା ଫଳରେ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହଉଛନ୍ତି। ଯଦି ଗ୍ରାମରେ କାହାର ଦେହ ଅସୁସ୍ଥ ହୁଏ ତେବେ ଆମ୍ବୁଲାନ୍ସକୁ ମଧ୍ୟ କଲ୍ କରିବା କଷ୍ଟକର ହୋଇ ପଡୁଛି। ଯୋଗାଯୋଗର ମାଧ୍ୟମ ଡିଜିଟାଲ ଇଣ୍ଡିଆରେ ବର୍ତ୍ତମାନ ମୋବାଇଲ ଫୋନ, କିନ୍ତୁ ଏମାନଙ୍କ ପାଖରେ ଟାୱାର ଅଛି ଗ୍ରାମରେ ଲାଗିଛି, କିନ୍ତୁ ମୋବାଇଲ ଲାଗୁନି। ଅଛନ୍ତି ସମିତି ସଭ୍ୟ, ଆସନ୍ତୁ ଆଲୋଚନା କରିବା। ଆଚ୍ଛା, କଣ ସମସ୍ୟା ହେଲା ଭାଇ? 4 ବର୍ଷ ଧରି ଆପଣଙ୍କ ଗାଁରେ ନେଟୱାର୍କ ସୁବିଧା ନାହିଁ ବୋଲି କହୁଛନ୍ତି, କଣ ସବୁ ସମସ୍ୟା ହଉଛି? ସମସ୍ୟା ଅଛି ଆଜ୍ଞା, ଆମ ଯୋଉ ଏରିଆରେ ଦେଖନ୍ତୁ, ଏରିଆରେ ଯେତେ ଲୋକ ଅଛୁ ଆମେ ସବୁ ଅସୁବିଧାରେ ଅଛୁ। 4 ବର୍ଷ ହେଲାଣି ବର୍ତ୍ତମାନ ନେଟୱାର୍କ କରିଛନ୍ତି ଜିଓ ଇନଷ୍ଟାଲ ବୋଲି ଲେଖି ଦେଇଛନ୍ତି, କିଛି ଆମର ଏରିଆରେ ଚାଲୁ ନାହିଁ। ପ୍ରାୟ 4 ବର୍ଷ ପ୍ଲସ୍ ହେଇଗଲାଣି ଆମ 14ଟା ଗାଁକୁ ନେଇକି ନେଟୱାର୍କ ସୁବିଧା କିଛି ନାହିଁ। ଆମେ ବଞ୍ଚିତ ହଉଛୁ ଏଠି କି ଆମ ଏରିଆର ଲୋକ ସୁବିଧା ପାଉନାହାନ୍ତି। ମେଡିକାଲ ସୁବିଧା ହଉ କି ଅନଲାଇନ ମାଧ୍ୟମ ହଉ କି ଆମର ଏ ଏରିଆର ଲୋକ ଯୋଉ ଅନଲାଇନ ପାଠ ବି ପଢୁଛନ୍ତି, ଅନଲାଇନ ପାଠ ବି ପଢି ପାରୁନାହାନ୍ତି। ଆମର ଯୋଉ ଏରିଆରେ ହଜାର ହଜାର ମୋବାଇଲ ଅଛି କିନ୍ତୁ ନେଟୱାର୍କ ନାହିଁ। ପ୍ରାୟ 2 କିଲୋମିଟର 3 କିଲୋମିଟର ଯାଇକି ଆମେ ଯୋଉ ସୁବିଧା ଅସୁବିଧାରେ ଆମେ ଫୋନ ମାଧ୍ୟମରେ କରୁଛୁ ଲୋକଙ୍କୁ। ସେଥିପାଇଁ ଆମକୁ ସେ ଅତି ଶୀଘ୍ର ଯୋଗାଯୋଗ କରିଦେବା ପାଇଁ ନେଟୱାର୍କ ଆମେ ଅନୁରୋଧ କରୁଛୁ। ଖାଲି ମୋବାଇଲ ଚାଲୁନାହିଁ, ମୋବାଇଲ ହଜାର ହଜାର ଅଛି ଚାଲୁନାହିଁ। ଆମର ଟାୱାର ହେଲା, ଟାୱାର ବି ଚାଲୁ ହୁଏ ନାହିଁ। ସେଟା ପାଇଁ ଅସୁବିଧା ପାଇକରି ତମେ ଏଇଟା କହିବାଟା। ବିଭିନ୍ନ ଯୋଉ ଅନଲାଇନ କାମ ଗୁଡିକ ରହିଛି କୋଉଠି କରୁଛନ୍ତି ସବୁ ଆପଣ ଯାଇକି? ଏ କନ୍ତି ଲାଗଲାନି ଅଲପ ବୋଇଲେ ତେଇ ଯାଇକରି ଚକବାର ଡଙ୍ଗ ପାହାଡ ଉପରେ କନ ସେଣ୍ଟରରେ ଯାଇକରି ଲଗାଇବାର, ଏଇ ପାହାଡ ଉପରେ ଯାଇକରି ରିଜର୍ଭାଇଲ ଜଙ୍କସନ ରେ। ବ୍ୟାଙ୍କିଂ ଅନଲାଇନ କରିବାକୁ ଗଲେ 4 କିଲୋମିଟର 5 କିଲୋମିଟର ଯିବାକୁ ପଡୁଛି। ତାପରେ ଆମ ଗୋଟେ ଫୋନ କରିବାକୁ ଗଲେ ପ୍ରାୟ 3 କିଲୋମିଟର ଯିବାକୁ ପଡୁଛି। ତ ଆଜିକା ଡେଟ୍ରେ ଯୋଉ ଟେକ୍ନୋଲୋଜି ଡିଜିଟାଲ ଦୁନିଆରେ ଅଛୁ ବର୍ତ୍ତମାନ, କିନ୍ତୁ ଆମ ଏରିଆରେ ନେଟୱାର୍କ ନାହିଁ। ନେଟୱାର୍କ ଗୋଟେ ହେଇଛି 5 ବର୍ଷ ହେଲାଣି, ତାର ଚାଲୁ ହେଇନାହିଁ। ତ ସେଥିପାଇଁ ସରକାରକୁ ଆମେ ନିବେଦନ କରୁଛୁ, ଯଥାଶୀଘ୍ର ଆମକୁ ନେଟୱାର୍କଟା ହେଇଗଲେ ଭଲ ହୁଅନ୍ତା। ତ ଆପଣ ଶୁଣୁଥିଲେ, ଇଏ ଜଣେ ଗ୍ରାମବାସୀ ରହିଥିଲେ ଯେ ଡିଜିଟାଲ ଦୁନିଆରେ ସେମାନଙ୍କ ଗ୍ରାମରେ କିନ୍ତୁ ଆଜି ପର୍ଯ୍ୟନ୍ତ ନେଟୱାର୍କ ପହଞ୍ଚି ପାରୁନି। ଆଉ ଯଦି କହିବା ସରକାର ମଧ୍ୟ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଉପାନ୍ତ ଅଞ୍ଚଳରେ ଏବେ ମଧ୍ୟ ଏମିତି ଗ୍ରାମ ରହିଛି ଯେଉଁଠାରେ ଟାୱାର ବସିଛି ନାମକୁ ମାତ୍ର, ହେଲେ ଏଠାରେ ଇଣ୍ଟରନେଟ ସେବା ନାହିଁ କି ନେଟୱାର୍କ ସେବା ମଧ୍ୟ ଆସୁନାହିଁ। ତେବେ ଦେଖିବାକୁ ବାକି ରହିଲା ଏଇ ଗ୍ରାମ ଗୁଡ଼ିକରେ ଇଣ୍ଟରନେଟର ବ୍ୟବସ୍ଥା ଏବଂ ନେଟୱାର୍କ ବ୍ୟବସ୍ଥା କେବେ କରୁଛି ପ୍ରଶାସନ। ଉପାନ୍ତ ଅଞ୍ଚଳର କପାତୋଟି ଗ୍ରାମର ଅର୍ଗେଲ ଠାରୁ ବିଜୁ ଖିଲ, କନକ ନ୍ୟୁଜ।